ଏବେ ରାସନ କାର୍ଡ଼କୁ ନେଇ ଆସିଲା ଗୋଟିଏ ପୁଣି ଥରେ ବହୁତ ବଡ଼ ଅପଡ଼େଟ୍। 31 ପର୍ଯ୍ୟନ୍ତ KYC ଅବଧି ଅଛି। ଆଚ୍ଛା 31 ଡିସେମ୍ବର 31ରେ କେଉଁମାନଙ୍କର ରାସନ କାର୍ଡ଼ କାଟିବେ ସରକାର ସମ୍ପୂର୍ଣ୍ଣ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଆଉ ଭିଡ଼ିଓଟି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। କେଉଁମାନେ ଡିସେମ୍ବର 31 ତାରିଖରେ କାଟିବାକୁ ଯାଉଛନ୍ତି ସରକାର କାର୍ଡ଼, ଆଉ 31 ମାନେ ଡିସେମ୍ବର 31 ପର୍ଯ୍ୟନ୍ତ KYC ଅବଧି ମଧ୍ୟ ରଖିଛନ୍ତି ସରକାର। ଚାଲନ୍ତୁ ଦେଖିବା ସମ୍ପୂର୍ଣ୍ଣ ଏହି ଭିଡ଼ିଓ ମାଧ୍ୟମରେ। ଆଉ ଭିଡ଼ିଓଟି ଆପଣମାନେ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଡିସେମ୍ବର 31 ପର୍ଯ୍ୟନ୍ତ ଜାରି ରହିବ KYC ପ୍ରକ୍ରିୟା। KYC ପ୍ରକ୍ରିୟା କ୍ଷେତ୍ରରେ ତର୍ଜମା ସମୟରେ 6,83,995 ଜଣ ମୃତ୍ୟୁ ବ୍ୟକ୍ତିଙ୍କ ଚିହ୍ନଟ ହୋଇସାରିଛି। ସେହିପରି 33,128 ଅଯୋଗ୍ୟ ରାସନ କାର୍ଡ଼କୁ ବାତିଲ କରାଯାଇଛି, ଯାହାର ପରିବାରର ସଦସ୍ୟଙ୍କ ସଂଖ୍ୟା ହେଉଛି 1,20,199। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ 4,747 ଗୋଟି ଜାଲିଆତି ରାସନ କାର୍ଡ଼ ଧରାପଡ଼ିଛି। ସେହିପରି ଦ୍ୱିତୀୟରେ କଟକରୁ 29,005 ଗୋଟି ଜାଲିଆତି କାର୍ଡ଼ ଧରାପଡ଼ିଛି। ତୃତୀୟରେ ରହିଛି ସୁନ୍ଦରଗଡ଼ ଜିଲ୍ଲା, ଯେଉଁଠି 2,357 ଗୋଟି ଜାଲିଆତି ରାସନ କାର୍ଡ଼ ଧରାପଡ଼ିଛି। ଚାଲନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓଟି ଦେଖିବା କେଉଁ ଜିଲ୍ଲାରେ କେତେ ରାସନ କାର୍ଡ଼ ଧରାପଡ଼ିଛି। ଆଚ୍ଛା ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଅନ୍ୟ ଏକ ଲିଖିତ ଉତ୍ତରରେ ଘୋଷଣା ମନ୍ତ୍ରୀ କରିଛନ୍ତି ଯେ ଜୁନ 2024 ଠାରୁ ରାସନ କାର୍ଡ଼ ପାଇଁ ମୋଟ 15,33,153 ଗୋଟି ରାସନ କାର୍ଡ଼ ହସ୍ତଗତ ହୋଇଛି। ତଦଧ୍ୟରୁ 3,23,145 କୋଟି ଆବେଦନ, ଯାହାର ପରିବାରର ସଦସ୍ୟ ସଂଖ୍ୟା 6,39,827 ଗୁଡ଼ିକ କ୍ଷେତ୍ରରେ ତର୍ଜମା ପରେ ଯୋଗ୍ୟ ବିବେଚିତ ହୋଇ ଖାଦ୍ୟ ସୁରକ୍ଷା ଯୋଜନାରେ ନୂତନ ଭାବେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେହିଭଳି 7,37,530 ଗୋଟି ଆବେଦନ ଗୁଡ଼ିକକୁ ଓଡ଼ିଶା ରାଜ୍ୟ ଖାଦ୍ୟ ସୁରକ୍ଷା ଲକ୍ଷ୍ୟ ଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା ନିୟମ 2020ରୁ ବାଦ ଥିବା ମାନଦଣ୍ଡ ବିଧିରେ ଆଗ୍ରହ କରାଯାଇଛି। ବଳକା ଥିବା ଏବଂ ସଦସ୍ୟ ହସ୍ତଗତ ହେଉଥିବା 4,72,478 ଗୋଟି ଆବେଦନ ଗୁଡ଼ିକର ବ୍ଲକ ଏବଂ ପୌରାଞ୍ଚଳ ସ୍ତରରେ କ୍ଷେତ୍ର ତର୍ଜମା ଚାଲିଛି। ଦେଖନ୍ତୁ ରାସନ କାର୍ଡ଼ ଏପର୍ଯ୍ୟନ୍ତ ମାନେ KYC ପ୍ରକ୍ରିୟା ମାନେ ଅଛି। ଦେଖନ୍ତୁ ଡିସେମ୍ବର 31 ତାରିଖରେ ସରକାର ଡିସେମ୍ବର 31 ତାରିଖ ମଧ୍ୟ KYC ପ୍ରକ୍ରିୟା ମାନେ ଅଛି। ତାପରେ ଡିସେମ୍ବର 31 ତାରିଖରେ କେଉଁମାନଙ୍କର କାଟିବେ ସରକାର ରାସନ କାର୍ଡ଼। ଆଉ ରାସନ କାର୍ଡ଼ରେ ତ ବହୁତ ଦୁଃଖ ଖବର ଆସିଗଲା। ଦେଖନ୍ତୁ କେଉଁମାନଙ୍କର କଟିବ କେଉଁମାନଙ୍କର ରହିବ ସମ୍ପୂର୍ଣ୍ଣ ସରକାର ଏବେ ସୂଚନା ଦେବେ। 31 ପରେ ଜଣାପଡ଼ିବ କେଉଁମାନଙ୍କର କାଟିବେ ଆଉ କେଉଁମାନଙ୍କର ରହିବ ରାସନ କାର୍ଡ଼। KYC ପ୍ରକ୍ରିୟା KYC ମାନେ ଏପର୍ଯ୍ୟନ୍ତ KYC ପ୍ରକ୍ରିୟା ମଧ୍ୟ ଅଛି। ଦେଖନ୍ତୁ ସରକାର କେଉଁମାନଙ୍କର କାଟୁଛନ୍ତି କେଉଁମାନଙ୍କର ରଖୁଛନ୍ତି। ଆଉ ଭିଡ଼ିଓଟି ଭଲ ଲାଗିଲେ ଗୋଟେ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।